ପାଟଣା ବାରହା ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ। ପାଟନା ବନାଞ୍ଚଳ ଅନ୍ତର୍ଗତ ବଣମହୁଲଡିଆ ସାପ୍ତାହିକ ହାଟରେ ଗତକାଲି ସନ୍ଧ୍ୟାରେ ବାରହା ମାଂସ ବିକ୍ରି କରୁଥିବା ବେଳେ ଜଣେ ଯୁବକକୁ ମାଡ଼ି ବସିଛି ପାଟନା ବନ ବିଭାଗ। ସୂଚନା ଅନୁସାରେ ଗତକାଲି ବଣମହୁଲଡିଆ ଗ୍ରାମର ପାତମୁଣ୍ଡା ସେହି ଗ୍ରାମର ଜଣେ ବ୍ୟକ୍ତି ମାଂସ ବିକ୍ରି କରୁଥିବା ନଜର ପଡ଼ିଥିଲା। ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ପାଟନା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ପାଟନା ବନପାଳ ନିରଞ୍ଜନ ସେଠୀ ଓ ତଣ୍ଡ ବନରକ୍ଷୀ ଦେବଯାନୀ ମହାନ୍ତ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ରୋହିଣୀ ଦୁମାର ଶମ୍ଭୁ ମହାନ୍ତଙ୍କ ପୁଅ ହରିଶ୍ଚନ୍ଦ୍ର ମହାନ୍ତ 25କୁ ଗିରଫ କରାଯାଇଛି। ଏପରିକି ହରିଶ୍ଚନ୍ଦ୍ରଙ୍କ ଘରୁ ମଧ୍ୟ ବାରହା ମାଂସ ବନ ବିଭାଗ ଜବତ କରିଛି। ମୟୂରଭଞ୍ଜ ଜିଲ୍ଲା ଭିକାରାମପଦା ହାଟରୁ ମାଂସ ଆଣି ଏଠାରେ 300 ଟଙ୍କାରେ ସେ ବିକ୍ରି କରୁଥିବା ବନ ବିଭାଗ ପାଖରେ ସ୍ୱୀକାର କରିଛି। ତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ପାଟନା ବନ ବିଭାଗ ସୂତ୍ରରୁ ପ୍ରକାଶ। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।